18 ଫେବୃଆରୀ 2020 ପଶ୍ଚିମବଙ୍ଗର ହଳଦିଆ ସହର। ସକାଳର ଶୀତୁଆ ପବନ ମଧ୍ୟରେ ନଦୀ କୂଳରେ ବୁଲୁଥିବା ଲୋକଙ୍କ ଆଖିରେ ପଡ଼େ ଏକ ଭୟଙ୍କର ଦୃଶ୍ୟ। ଦୂରରୁ ଧୂଆଁ ବାହାରୁଛି, କିନ୍ତୁ ପାଖକୁ ଯିବା ପରେ ସମସ୍ତଙ୍କ ପାଦ ଥମିଗଲା। ସେଠାରେ ଗଦା ଗଦା କାଠ ନୁହେଁ, ବରଂ ଦୁଇଟି ମଣିଷ ଶବ ଜଳୁଥିଲା। ଶବ ଦୁଇଟି ଏମିତି ଭାବେ ପୋଡ଼ି ଯାଇଥିଲା ଯେ ସେମାନେ ପୁରୁଷ ନା ମହିଳା ତାହା ଜାଣିବା ବି ଅସମ୍ଭବ ଥିଲା। ପୁଲିସ ପହଞ୍ଚିଲା, କିନ୍ତୁ ସାମ୍ନାରେ ଥିଲା ଏକ ବଡ଼ ପ୍ରଶ୍ନବାଚୀ। ଏମାନେ କିଏ ଏବଂ ଏମିତି ନିର୍ମମ ଭାବେ ସେମାନଙ୍କୁ କିଏ ଜଳାଇଦେଲା? ପୁଲିସ ତଦନ୍ତ ଆରମ୍ଭ କଲା। ପ୍ରଥମେ ଲାଗୁଥିଲା ଏହା କୌଣସି ବାହାର ଲୋକଙ୍କ କାମ, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ବଦଳିଗଲା। ରିପୋର୍ଟରୁ ଜଣାପଡ଼ିଲା ଯେ ସେମାନେ ଜଣେ ମା ଏବଂ ଝିଅ। ମାଙ୍କ ବୟସ ପାଖାପାଖି 40 ଏବଂ ଝିଅର ବୟସ 22 ବର୍ଷ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ଯେ ଜଳାଇବା ପୂର୍ବରୁ ସେମାନଙ୍କୁ କୌଣସି ନିଶାଦ୍ରବ୍ୟ ଦେଇ ବେହୋସ କରାଯାଇଥିଲା। ପୋଲିସ ସାରା ପଶ୍ଚିମବଙ୍ଗରେ ଖବର ପଠାଇଲା। ସୋସିଆଲ ମିଡିଆରେ ପୀଡ଼ିତାଙ୍କ ପୋଷାକର ଫଟୋ ସେୟାର କଲା। ଶେଷରେ ଫଳ ମିଳିଲା। ଜଣାପଡ଼ିଲା ସେମାନେ ହେଉଛନ୍ତି କୋଲକାତାର ରମା ଦେ ଏବଂ ତାଙ୍କ ଝିଅ ରିୟା ଦେ। ରିୟା ଦେ ଜଣେ ସୁନ୍ଦରୀ ଏବଂ ସ୍ୱପ୍ନ ଦେଖୁଥିବା ଝିଅ ଥିଲେ, କିନ୍ତୁ ତାଙ୍କ ଜୀବନରେ ଏଣ୍ଟ୍ରି ହୋଇଥିଲା ସଦାମ ହୁସେନର। ସଦାମ ନିଜକୁ ଜଣେ ଅବିବାହିତ ଏବଂ ଭଲ ବ୍ୟକ୍ତି ଭାବେ ରିୟାଙ୍କ ସାମ୍ନାରେ ଉପସ୍ଥାପନ କରିଥିଲା। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ରିୟାଙ୍କ ମା ରମା ମଧ୍ୟ ଏହି ସମ୍ପର୍କରେ ଖୁସି ଥିଲେ, କିନ୍ତୁ ସଦାମର ଅସଲ ମୁଖା ବେଶୀ ଦିନ ରହିଲାନି। ରିୟା ଜାଣିବାକୁ ପାଇଲେ ଯେ ସଦାମ ପୂର୍ବରୁ ବିବାହିତ ଏବଂ ସେ ତାଙ୍କୁ ଧୋକା ଦେଉଛି। ଏହିଠାରୁ ଆରମ୍ଭ ହେଲା ବିବାଦ। ରିୟା ଏବଂ ତାଙ୍କ ମା ସଦାମ ଉପରେ ବିବାହ ପାଇଁ ଚାପ ପକାଇଲେ ଏବଂ କୁହାଯାଏ ଯେ ସେମାନେ ସଦାମକୁ ବ୍ଲାକମେଲ କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ। ପୋଲିସ ଯେତେବେଳେ ରିୟାଙ୍କ ଘରୁ ସେହି ନାଲି ରଙ୍ଗର ଡାଏରୀ ପାଇଲା, ସେଥିରେ ଲେଖାଥିବା ଗୋଟିଏ ଗୋଟିଏ ଶବ୍ଦ ସଦାମର ପାପର ପ୍ରମାଣ ଥିଲା। ରିୟା ଲେଖିଥିଲେ, ସଦାମ ମୋତେ ମାରିଦେବାକୁ ଧମକ ଦେଉଛି। ସେ ମୋତେ ଧୋକା ଦେଇଛି। ଜଣେ ମୃତ ବ୍ୟକ୍ତିର ଲେଖା ଯେ ଜୀବନ୍ତ ଅପରାଧୀକୁ ଜେଲ୍ ପଠାଇବ, ତାହା ସଦାମ ସ୍ୱପ୍ନରେ ବି ଭାବିନଥିଲା। ସାଧାରଣତଃ ଜଣେ ଝିଅ ନିଜ ପ୍ରେମିକ ଉପରେ ସବୁଠାରୁ ବେଶୀ ଭରସା କରେ, କିନ୍ତୁ ରିୟା ଜାଣିନଥିଲେ ଯେ ସେ ଯାହାକୁ ନିଜର ଭାବୁଥିଲେ ସେହି ବ୍ୟକ୍ତି ହିଁ ତାଙ୍କ ମୃତ୍ୟୁର ସାକ୍ଷୀ ହେବାକୁ ଯାଉଛି। କେବଳ ରିୟା ନୁହେଁ, ତାଙ୍କ ମା ମଧ୍ୟ ଏହି ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହୋଇଥିଲେ। କିନ୍ତୁ କାହିଁକି? କ'ଣ ଥିଲା ସେହି ଡାଏରୀର ରହସ୍ୟ ଯାହା ପୋଲିସକୁ ସ୍ତବ୍ଧ କରିଦେଲା? ସଦାମ ଅନୁଭବ କଲା ଯେ ଏହି ଦୁଇ ମହିଳା ତାର ସଂସାର ଉଜାରି ଦେବେ। ସେ ସେମାନଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଲା। ସେ ରିୟା ଓ ରମାଙ୍କୁ ହଳଦିଆ ବୁଲିବା ବାହାନାରେ ଡାକିଲା। ତା ସହିତ ତାର କିଛି ବନ୍ଧୁ ମଧ୍ୟ ସାମିଲ ଥିଲେ। ରାତିରେ ସେମାନଙ୍କୁ ଖାଦ୍ୟରେ ନିଶା ମିଶାଇ ଖୁଆଇ ଦିଆଗଲା। ଯେତେବେଳେ ସେମାନେ ସମ୍ପୂର୍ଣ୍ଣ ଅଚେତ ହୋଇଗଲେ, ସଦାମ ଏବଂ ତାର ସହଯୋଗୀମାନେ ସେମାନଙ୍କୁ ନଦୀ କୂଳକୁ ନେଇଗଲେ। ସେଠାରେ ସେମାନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଗଲା। ଚିନ୍ତା କରନ୍ତୁ, ଜଣେ ମଣିଷ କେତେ ନୃଶଂସ ହୋଇପାରେ ଯେ ସେ ନିଜ ପ୍ରେମିକାକୁ ଜୀବନ୍ତ ଜଳାଇବାକୁ ପଛାଇଲାନି। ଶବ ଦୁଇଟି ଏମିତି ଭାବେ ପୋଡ଼ି ଯାଇଥିଲା ଯେ ଚିହ୍ନଟ କରିବା ଅସମ୍ଭବ ଥିଲା, କିନ୍ତୁ ପୋଲିସ ହାର ମାନିଲାନି। ସୋସିଆଲ ମିଡିଆରେ ପୀଡ଼ିତାଙ୍କ ପୋଷାକ ଏବଂ ଅଳଙ୍କାରର ଫଟୋ ଜାରି କରାଗଲା। କିଛି ଦିନ ପରେ ଜଣାପଡ଼ିଲା ଯେ ସେମାନେ ହେଉଛନ୍ତି କୋଲକାତାର ନ୍ୟୁ ବାରାକପୁର ଅଞ୍ଚଳର ରମା ଦେ ଏବଂ ତାଙ୍କ ଝିଅ ରିୟା ଦେ। ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଲା। ହତ୍ୟାକାରୀମାନେ ସେମାନଙ୍କୁ ପୋଡ଼ିବା ପୂର୍ବରୁ ଖାଦ୍ୟରେ ନନିଶା ଦ୍ରବ୍ୟ ଦେଇ ବେହୋସ କରିଥିଲେ। ଅର୍ଥାତ୍ ସେମାନେ ଅତି ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଭିଆଇଥିଲେ। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ରିୟା ଦେ ଜଣେ ସଦାମ ହୁସେନ ନାମକ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ। ସଦାମ ଜଣେ ଠିକାଦାର ଥିଲା ଏବଂ ସେ ରିୟାଙ୍କୁ ମିଛ କହିଥିଲା ଯେ ସେ ଅବିବାହିତ। ଧୀରେ ଧୀରେ ରିୟାଙ୍କ ମା ରମା ଦେ ମଧ୍ୟ ସଦାମକୁ ବିଶ୍ୱାସ କରିବାକୁ ଲାଗିଲେ। କିନ୍ତୁ ଦିନେ ରିୟା ଜାଣିବାକୁ ପାଇଲେ ଯେ ସଦାମ ପୂର୍ବରୁ ବିବାହିତ
ଏବଂ ତାଙ୍କର ପିଲାମାନେ ମଧ୍ୟ ଅଛନ୍ତି। ଏହି ମିଛ ଧରାପଡ଼ିବା ପରେ ଆରମ୍ଭ ହେଲା ବିବାଦ। ରିୟା ସଦାମକୁ ବିବାହ କରିବା ପାଇଁ ଜିଦ୍ ଧରିଲେ ଏବଂ ତାଙ୍କ ପରିବାରକୁ ସବୁ କହିଦେବାକୁ ଧମକ ଦେଲେ। ସଦାମ ଅନୁଭବ କଲା ଯେ ତାର ଦ୍ୱିତୀୟ ରୂପ ସମାଜ ଆଗକୁ ଆସିଯିବ। ସେଥିପାଇଁ ସେ ଆଗକୁ ଆସିଯିବ। ସେଥିପାଇଁ ସେ ନିଷ୍ପତ୍ତି ନେଲା ରିୟା ଏବଂ ତାଙ୍କ ମାଙ୍କୁ ରାସ୍ତାରୁ ହଟାଇବାକୁ ପଡ଼ିବ। 17 ଫେବୃଆରୀ ରାତି ସଦାମ ସେମାନଙ୍କୁ ହଳଦିଆ ବୁଲାଇବା ବାହାନାରେ ଏକ ଭଡ଼ା ଘରକୁ ଡାକିଲା। ସେଠାରେ ସେ ନିଜ ବନ୍ଧୁମାନଙ୍କ ସହ ମିଶି ରାତି ଭୋଜିର ଆୟୋଜନ କରିଥିଲା। ଖାଦ୍ୟରେ ନିଶା ମିଶା ଯାଇଥିଲା। ଖାଇବା ପରେ ଯେତେବେଳେ ମା ଓ ଝିଅ ଅଚେତ ହୋଇଗଲେ, ସଦାମର ଅସଲ କ୍ରୂରତା ସାମ୍ନାକୁ ଆସିଲା। ସେମାନଙ୍କୁ ଏକ ଗାଡ଼ିରେ ନଦୀ କୂଳକୁ ନିଆଗଲା। ସେଠାରେ ସେମାନଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଗଲା। ସେମାନେ ଜୀବନ୍ତ ଥିଲେ କି ମୃତ, ତାହା ମଧ୍ୟ ସେ ଦେଖିଲାନି। ନିଜର ପାପ ଲୁଚାଇବା ପାଇଁ ସେ 2ଟି ଜୀବନକୁ ପାଉଁଶ କରିଦେଲା। ଶବ 2ଟି ଏମିତି ଭାବେ ପୋଡ଼ି ଯାଇଥିଲା ଯେ ଚିହ୍ନଟ କରିବା ଅସମ୍ଭବ ଥିଲା। କିନ୍ତୁ ପୋଲିସ ହାର ମାନିଲାନି। ସୋସିଆଲ ମିଡିଆରେ ପୀଡ଼ିତାଙ୍କ ପୋଷାକ ଏବଂ ଅଳଙ୍କାରର ଫଟୋ ଜାରି କରାଗଲା। କିଛି ଦିନ ପରେ ଜଣାପଡ଼ିଲା ଯେ ସେମାନେ ହେଉଛନ୍ତି କୋଲକାତାର ନ୍ୟୁ ବାରାକପୁର ଅଞ୍ଚଳର ରମା ଦେ ଏବଂ ତାଙ୍କ ଝିଅ ରିୟା ଦେ। ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଲା। ହତ୍ୟାକାରୀମାନେ ସେମାନଙ୍କୁ ପୋଡ଼ିବା ପୂର୍ବରୁ ଖାଦ୍ୟରେ ନନିଶା ଦ୍ରବ୍ୟ ଦେଇ ବେହୋସ କରିଥିଲେ। ଅର୍ଥାତ୍ ସେମାନେ ଅତି ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଭିଆଇଥିଲେ।